ସକାଳୁ ସକାଳୁ ଆଜି ଢେର ସାରା ପରିବା ଛାତ ଉପରୁ ଆଉ ଆମର ଛୋଟ ବଗିଚାରୁ ତୋଳା ହେଇଛି। କିଛି ହଉଛି ତେଜପତ୍ର ବାହାରିଛି ଆଉ ତା ସହିତ ବିଲାତି ଆଉ ଗୋଟେ କଞ୍ଚା ଆମ୍ବ କଷିଥିଲା। କାହିଁକିନା କାଲି ଝଡ଼ ପବନ ବହୁତ ଜୋରେ ହେଇଥିଲା, ସେଥିପାଇଁକା କଞ୍ଚା ଆମ୍ବ ଗୋଟେ ଝଡ଼ି ପଡ଼ିଥିଲା। ଆଉ ତା ସହିତ ହଉଛି ଢେର ସାରା ଶାଗ ବି ଅଣା ହେଇଛି। ଶାଗ କେବଳ ଛୋଟ ବଗିଚାରୁ ମାନେ ଯେତିକି ସବୁ ବାହାରିଛି କେବଳ ଛୋଟ ବଗିଚାରୁ ନୁହଁ, ଛାତ ଉପରୁ ବି ଅଳ୍ପ ଅଣା ହେଇଛି। ଆଉ ଛୋଟ ବଗିଚାରୁ ଅଳ୍ପ ତ ସବୁକୁ ମିଶେଇ ମାଶେଇକି ତ ଏତିକି ସାରା ହେଇଛି ଶାଗ। ତ ବିଲାତି ଦେଖନ୍ତୁ କଞ୍ଚାଳିଆ ସବୁ ତୋଳି ଆଣିଛି, କାହିଁକିନା କଞ୍ଚାଳିଆ ନେଇ ଆସିଲେ ତ ବିଲାତି ଠିକ୍ ସେ ପାଚିଯିବ। କାହିଁକିନା ଏବେ ଗଛ ସବୁ ଡ୍ୟାମେଜ ହେଇଗଲାଣି, ବେଶୀ ଦିନ ରଖିଲେ ବିଲାତି ଗୁଡ଼ାକ କାଳେ ପଚିକି ନଷ୍ଟ ହେଇଯିବ, ସେଥିପାଇଁକା ନେଇ ଆସିଲି। ଶାଗ ଦେଖନ୍ତୁ ପୁରା ଛନଛନିଆ ପୁରା ଫ୍ରେଶ ଶାଗ ଅଛି। ଆଉ ଶାଗରେ ଗୋଟେ ବି ଘାସ କି ଅନାବନା ଗଛ ନାହିଁ, କାହିଁକି ନା ଆମେ ଯେତେବେଳେ ପଟରେ ଲଗାନ୍ତି କିମ୍ବା ଗୋଟେ ଛୋଟ ବଗିଚାରେ ଲଗାଉ, ସେତେବେଳେ ଯେତେବେଳେ ଅବୁଣା ଗଛ ଉଠେ ତାକୁ ଉଠେଇକି ଉପାଡ଼ିକି ବାହାର କରିଦଉ, ନହେଲେ ସବୁ ଭିଟାମିନ୍ ସେ ଟାଣି ନେବ ନା, ସେଥିପାଇଁକା ତାକୁ ସବୁ ବାହାର କରୁ।